ଏକ ହୃଦୟସ୍ପର୍ଶୀ ଶିକ୍ଷଣୀୟ କାହାଣୀଟିଏ। ବାରିପଦା ଜିଲ୍ଲାର ଗୋଟିଏ ଗାଁରେ ଜଣେ ଭଲ ମଣିଷଟେ ଥିଲେ, ଯାହାର ନାମ ରାଜୀବ ଥିଲା। ସେ ଜଣେ ଶିକ୍ଷକ ଥିଲେ। ସେ ସବୁବେଳେ ଶାନ୍ତ ଓ ସହଜ ସ୍ୱଭାବର ଥିଲେ। ତାଙ୍କ ସ୍ତ୍ରୀଙ୍କର ନାମ ସୀମିତା ଥିଲା। ସେ ବହୁତ ସୁନ୍ଦର ଓ ଦୟାଳୁ ମଣିଷଟେ ଥିଲା, ଯିଏକି ଗାଁର ମହିଳା ସଂଘରେ କାମ କରୁଥିଲା। ବାହାଘର ପରେ ତାଙ୍କ ଜୀବନ ଅତି ସୁନ୍ଦର ଭାବରେ ଖୁସିରେ କଟୁଥିଲା। ସକାଳେ ଦୁହେଁ ଏକା ସାଥିରେ ଚା ପିଉଥିଲେ, ଆଉ ରାତିରେ ଛାତରେ ବସି ଏକାଠି ଆକାଶକୁ ଦେଖି କେତେ କ'ଣ ଗପୁଥିଲେ। କିନ୍ତୁ ବିବାହର 4 ବର୍ଷ ପରେ ମଧ୍ୟ ସୀମିତା ଗର୍ଭଧାରଣ କରିଲାନି। ପ୍ରଥମେ ସେମାନେ ଚିନ୍ତିତ ହେଲେନି, କିନ୍ତୁ ପରେ ଗାଁର ଲୋକେ ଟୁପୁର ଟାପୁର ହେବା ଆରମ୍ଭ କଲେ, ଆଉ ଦେଖେଇ କହିବା ଆରମ୍ଭ କରିଲେ ଯେ ନିଶ୍ଚିତ ସେ ରାଜୀବର ସମସ୍ୟା ଅଛି। ସୀମିତା ଗୋଟିଏ ଦିନ କହିଲା, ରାଜୀବ, ଆମେ ଡାକ୍ତରଙ୍କୁ ଦେଖାଇବା ଉଚିତ। ରାଜୀବ ମଧ୍ୟ ହସିଦେଲା ସତ, କିନ୍ତୁ ମନରେ ଏକ ଭୟ ଆସିଲା। ସେ କେବେ ମଧ୍ୟ ଏହି ବିଷୟରେ କାହାକୁ କିଛି କହିନଥିଲା, କାରଣ ସେ ଜନ୍ମରୁ ଏକ ଗୁପ୍ତ ସତ୍ୟ ଲୁଚାଇ ରଖିଥିଲା। ରାଜୀବର ଇଚ୍ଛା ନଥିଲେ ମଧ୍ୟ ସେ ମେଡିକାଲ ଗଲା। ଡାକ୍ତର ସବୁ କିଛି ଶୁଣି ତାଙ୍କ ଦୁହିଁଙ୍କର ସବୁ ପରୀକ୍ଷା କରିଲେ। ସେଥିରେ ସୀମିତାର ପୂରା ସବୁ ଠିକ୍ ଥିବା ଜଣାପଡ଼ିଲା। କିନ୍ତୁ ଯେତେବେଳେ ରାଜୀବ ରିପୋର୍ଟ ଆଣିଲେ, ସେ ନିଜେ ମଧ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ରିପୋର୍ଟରେ ଲେଖାଥିଲା କି ପେସେଣ୍ଟ ଜେନେଟିକାଲି ଝିଅ ଅଟନ୍ତି। ସେଇ ରାତିରେ ରାଜୀବ ବହୁତ ସମୟ ଧରି ଚେଷ୍ଟା କରି ମଧ୍ୟ ଶୋଇପାରିଲାନି। ତାଙ୍କ ମନରେ ସେଇ ଛୋଟ ବୟସର କଥା ମନେ ପଡ଼ୁଥିଲା, ଯେଉଁଠିକି ସେ ବହୁତ ସମୟ ଧରି ଡାକ୍ତରଖାନାରେ ରହୁଥିଲେ। ତାଙ୍କ ମା ସବୁବେଳେ କହୁଥିଲେ, ତୁମେ ଜଣେ ବିଶେଷ ପିଲା ଅଟ। କିନ୍ତୁ ସେତେବେଳେ ସେ ଜାଣିନଥିଲେ ଯେ ସେ ବିଶେଷ ପିଲାମାନେ ହେଲା, ସେ ଜନ୍ମଗତ ଭାବେ ମହିଳା ଥିଲେ, କିନ୍ତୁ ଶାରୀରିକ ଗଠନ ତାଙ୍କର ସମ୍ପୂର୍ଣ୍ଣ ପୁରୁଷ ସଦୃଶ ଥିଲା। ତାର ବାପା ସେତେବେଳେ ସେଇ ସତ୍ୟ କଥାକୁ ଲୁଚାଇ ଦେଇଥିଲେ, କାରଣ ଗାଁର ଲୋକଙ୍କ ଆଗରେ ଲଜ୍ଜା ଲାଗିବ ବୋଲି ଭୟ କରୁଥିଲେ। ଗୋଟାଏ ଦିନ ସୀମିତା ରାଜୀବକୁ ପଚାରିଲେ, ତୁମେ ରିପୋର୍ଟ ଦେଖିଲ, କିନ୍ତୁ କିଛି କହୁନ କ'ଣ ପାଇଁ? ସେତେବେଳେ ରାଜୀବ ଆଉ କିଛି ନ ଲୁଚାଇ କାନ୍ଦି କାନ୍ଦି କହିଲା, ସୀମିତା, ମୁଁ ତୁମ ସ୍ୱାମୀ ହେଲେ ମଧ୍ୟ ପୁରୁଷ ନୁହେଁ। ମୁଁ ଜନ୍ମରୁ ହିଁ ଜଣେ ମହିଳା ଅଟେ। ମୁଁ ନିଜେ ମଧ୍ୟ ଜାଣିନଥିଲି କି ମୋ ଜୀବନ ଏତେ ଅସମ୍ଭବ ଘଟଣା ସହିତ ଜଡ଼ିତ ଅଟେ। ସୀମିତା ଏସବୁ ଶୁଣି ତା ପାଦ ତଳୁ ମାଟି ଖସିଗଲା ପରି ଲାଗିଲା, କିନ୍ତୁ ସେ ଏସବୁ ଶୁଣି ନୀରବ ରହିଲା। ରାଜୀବ ଚାହୁଁଥିଲେ ସୀମିତା ତାକୁ ଗାଳି ଦଉ, ମାରୁ, କିନ୍ତୁ ସୀମିତା ଆଖିରେ ଲୁହ ଧରି ଚୁପ୍ ହୋଇ ଏକା ବସିଲା, ଆଉ ତାକୁ କିଛି ସମୟ ଯାଇ ଏକା ଛାଡ଼ିବାକୁ କହିଲା। ସେ ଏକା ବସି ବହୁତ କିଛି ଭାବିବାକୁ ଲାଗିଲା। ତାପରେ ସେ ଆସି ରାଜୀବର ହାତ ଧରି କହିଲା, ତୁମେ ମୋତେ ମିଥ୍ୟା କହିନଥିଲ। ତୁମେ ମାତ୍ର ସତ୍ୟକୁ ଲୁଚାଇଥିଲ, କାରଣ ଏଇ ଦୁନିଆ ଏସବୁ ଗ୍ରହଣ କରିପାରିବନି। ମୁଁ କିନ୍ତୁ ତୁମକୁ ମୋ ହୃଦୟରୁ ଭଲ ପାଉଛି। ମୋ ପାଇଁ ତୁମେ ଏବେ ବି ସେଇ ରାଜୀବ, ଆଉ ମୋର ଜୀବନ ସାଥୀ। ଗାଁର ଲୋକ ଯେତେବେଳେ ସତ୍ୟ ଜାଣିଲେ, ଅନେକ ଅଫବାହ ଚାଲିଲା, କିନ୍ତୁ ସୀମିତା ସମସ୍ତଙ୍କ ଆଗରେ ଠିଆ ହେଇ କହିଲେ, ଜନ୍ମରେ ଭୁଲ ହୋଇପାରେ, କିନ୍ତୁ ହୃଦୟରେ ନୁହେଁ। ତା ଛଡ଼ା ଏସବୁ ଯାହା ହୁଏ, ସବୁ ଭଗବାନଙ୍କ ଇଚ୍ଛାରେ ହୁଏ। ମୋ ରାଜୀବ ମୋର ଗର୍ବ। ସେ ମହିଳା ସଂଘ ମାଧ୍ୟମରେ ଏହି ବିଷୟ ଉପରେ ସଚେତନତା ଆଣିଲେ। ଗାଁର ଲୋକେ ଧୀରେ ଧୀରେ ସେମାନଙ୍କୁ ସମ୍ମାନ କରିବା ଆରମ୍ଭ କରିଲେ। ରାଜୀବ ଓ ସୀମିତା ଏକ ଅନାଥ ଶିଶୁକୁ ନିଜର ପୋଷ୍ୟ ପିଲା ରୂପେ ଗ୍ରହଣ କରିନେଲେ, ଯାହାର ସେମାନେ ନାଁ ଦେଲେ ସତ୍ୟ। କିଛି ବର୍ଷ ପରେ ସେମାନେ ଏକ ଶିକ୍ଷାଳୟ ଖୋଲିଲେ, ଯାହାର ନାମ ରଖିଲେ ସତ୍ୟ ଆଶା ଶିକ୍ଷାଳୟ, ଯେଉଁଠି ପିଲାମାନେ ପାଠପଢ଼ା ସହ ଜୀବନର ସତ୍ୟ ଓ ସମ୍ମାନ ଶିଖୁଥିଲେ। ଗୋଟାଏ ଦିନ ରାଜୀବ ଛାତରେ ବସି ଆକାଶ ଦେଖି କହିଲେ, ମୁଁ ଶାରୀରିକ ଭାବେ ପୁରୁଷ ନୁହେଁ, କିନ୍ତୁ ମୋ ସାହସ ଓ ପ୍ରେମ ଆମ ପରିବାରକୁ ନୂଆ ଜୀବନ ଦେଇଛି, ଆଉ ଏସବୁ କେବଳ ତୁମ ଭଳି ସାଥୀ ଥିଲେ ସମ୍ଭବ ହୋଇପାରିବ। ସୀମିତା ହସିଦେଇ କହିଲେ, ଏହା ହେଉଛି ଆମ ଅସମ୍ଭବ ସତ୍ୟ, ଯାହା ଜୀବନର ସର୍ବୋତ୍ତମ ଶିକ୍ଷା ଅଟେ।
ଏହି କାହାଣୀ ଆମକୁ ଶିଖାଏ ଯେ ଜନ୍ମ ନୁହଁ, ଜୀବନର ମୂଲ୍ୟ ହେଉଛି ହୃଦୟ ଓ ସତ୍ୟ। ପ୍ରେମ ହେଉଛି ସେହି ଶକ୍ତି ଯାହା ସମସ୍ତ ଅସମ୍ଭବକୁ ସମ୍ଭବ କରେ। ଯଦି ଆପଣଙ୍କୁ ଏହି ଷ୍ଟୋରିଟି ଭଲ ଲାଗିଥାଏ ତାହେଲେ ଦୟାକରି ଲାଇକ୍, କମେଣ୍ଟ, ସେୟାର ଓ ସବସ୍କ୍ରାଇବ୍ କରିବାକୁ ଆଦୌ ଭୁଲିବେନି। ଥ୍ୟାଙ୍କ ୟୁ।